ବର୍ତ୍ତମାନ ମୁଁ ଯେଉଁ ଜାଗାରେ ଅଛି ସେ ଜାଗାର ନାଁ ଶୁଣିଲେ ସାରା ଓଡ଼ିଶା ଚକିତ ହୋଇଯାଏ। ସାରା ଓଡ଼ିଶାବାସୀଙ୍କ ମନରେ ସ୍ପନ୍ଦନ ସୃଷ୍ଟି ହୁଏ। ସେ ଜାଗା ନାଁ ହେଉଛି ରକ୍ତତୀର୍ଥ ଇରମ୍। ଯେଉଁ ଜାଗାରେ ହଜାର ହଜାର ଓଡ଼ିଆ ବୀର ଶହୀଦ ହୋଇଥିଲେ ଇଂରେଜମାନଙ୍କର କବଳରେ। ଇଂରେଜମାନେ ସେମାନଙ୍କୁ ହତ୍ୟା କରିଥିଲେ, ଯାହାକି ଆଜି ଇତିହାସ ସାକ୍ଷୀ ଅଛି। ଯାହାର ସ୍ମୃତି ସ୍ୱରୂପ ଏଠି ଇରମ୍ର ଏକ ସ୍ମୃତିସ୍ତମ୍ଭ ସରକାରଙ୍କ ଦ୍ୱାରା ତିଆରି ହୋଇଛି। ଆମେ ସେଇ ଜାଗାରେ ଅଛୁ। ଆସନ୍ତୁ ଶୁଣିବା ସେଇ ଜାଗାରେ ଜଣେ ମୁରବୀ ଭାଇ ମୋର ଅଛନ୍ତି, ତାଙ୍କ ପାଖରୁ କିଛି କଥା ଏଇ ରକ୍ତତୀର୍ଥ ଇରମ୍ ବାବଦରେ ସେ କିଛି ବକ୍ତବ୍ୟ ଆମକୁ ଦେବେ। ଆସନ୍ତୁ ଶୁଣିବା। କ'ଣ କହିବି? ସାର୍, ଏଇ ରକ୍ତତୀର୍ଥ ଇରମ୍ ବାବଦରେ ଆପଣଙ୍କର ମତାମତ ଦିଅନ୍ତୁ। ଏହା ନାମ ହେଉଛି ରକ୍ତତୀର୍ଥ ଇରମ୍। ପ୍ରକୃତରେ ଏଠି ରକ୍ତ ଝରି ଯାଇଥିଲା, ଯେଉଁଟାକି ସାରା ଓଡ଼ିଶାରେ ଏଭଳି ରକ୍ତ କେଉଁଠି ଝରି ନଥିଲା। ଯେତେବେଳେ ହଜାର ହଜାର ଲୋକ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ, ସେତେବେଳେ ଇଂରେଜମାନଙ୍କର ଗୋଲାମ ଥିବା ଏହି ପାଡ଼ି ଉଆସର ଜମିଦାରମାନେ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସେମାନେ ଇଂରେଜ ଫୌଜଙ୍କୁ ଡକାଇଥିଲେ। ଇଂରେଜ ଫୌଜମାନେ ଆସି ତାଙ୍କ ବିନା ଦୋଷରେ ଗୁଳି ମାରିଥିଲେ। କେତେ ଲୋକ ଯେ ଖଣ୍ଡିଆ ଖାବରା ହେଉଛି ତାର ହିସାବ ନାହିଁ, କିନ୍ତୁ ମୃତ୍ୟୁ ସଂଖ୍ୟା 29 ଟପି ଯାଇଥିଲା। ତାପରେ ଜଣେ ନାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯେଉଁଟାକି ସାରା ପୃଥିବୀରେ, ସାରା ଭାରତରେ କହିଲେ ଅତ୍ୟୁକ୍ତି ହେବ ନାହିଁ, ସାରା ଭାରତରେ ଏମିତି କେହି ନାରୀ ନେତ୍ରୀ କେହି ଜଣେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇନଥିଲେ ଏବଂ ବନ୍ଧୁକ ଗୋଳିରେ ଟୋଳି ପଡ଼ିନଥିଲେ। ଏବେ ବି ସେଇ ମାଟିକୁ ଚୁପୁଡ଼ିଲେ ରକ୍ତ ବାହାରିବ ହେଲା। ତାର ମୁଖ୍ୟ ସାକ୍ଷୀ ଆମର ଶହୀଦ ସ୍ତମ୍ଭ ରହିଛି, ତା ନାଁ ଇରମ୍ ଶହୀଦ ସ୍ମୃତି ସ୍ତମ୍ଭ। ଏବଂ ସେମାନଙ୍କର ମୃତଦେହକୁ ଗଣକବର କରାଯାଇଥିଲା ଗୋଟିଏ ସ୍ଥାନରେ। ସେ କବର ସ୍ଥଳ ଏବେ ବି ରହିଛି। ସରକାର ଏବେ ବି ତାଙ୍କ ପାଇଁ କିଛି ଉନ୍ନତି କରୁଛନ୍ତି। ଆହୁରି କିଛି ଅଧିକ ଉନ୍ନତି ହେଲେ ଏବଂ ସାରା ବିଶ୍ୱ ଜାଣନ୍ତା, ଭାରତ ଜାଣନ୍ତା, ଓଡ଼ିଶା ଜାଣନ୍ତା, ସମସ୍ତେ ଜାଣନ୍ତେ। ଜଗନ୍ନାଥ ବାବୁ, ଏଇ ଯେଉଁ ନାରୀଙ୍କ କଥା କହିଲେ, ସେ ନାରୀ ମହିଷୀ ନାରୀ ଜଣକ କିଏ? ସେ ମହିଷୀ ନାରୀଙ୍କ ନାମ ହେଉଛି ପରିବେୱା, ଯାହାର ପ୍ରତିମୂର୍ତ୍ତି ଆପଣ ଆଖି ଆଗରେ ଦେଖୁଛନ୍ତି। ହାତରେ ଶଙ୍ଖ ଏବଂ ଡାହାଣ ହାତରେ ସ୍ୱାଧୀନତାର ପତାକା ଧରି ସେ ଛିଡ଼ା ହୋଇଛନ୍ତି। ସେ ବର୍ତ୍ତମାନ ସେଇ ଆମରି ଆଖି ଆଗରେ ରହିଛନ୍ତି। ଏହି ପ୍ରତିମୂର୍ତ୍ତି ଏଠାରେ ନଥିଲା। ଆମର ମାନ୍ୟବର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତା ନିଜ ହାତରୁ ପଇସା ଦେଇ ଏହି ପ୍ରତିମୂର୍ତ୍ତିରେ ତିଆରି କରିଛନ୍ତି। ଆମେ ଆଶା କରୁଛୁ 29 ଜଣଙ୍କର ପ୍ରତିମୂର୍ତ୍ତି ସରକାର ଏଠାରେ ତିଆରି କରି ଠିଆ କରାଇବେ। ଜଗନ୍ନାଥ ବାବୁ, ଆମକୁ ଆପଣ ସାକ୍ଷାତକାର ଦେଇଥିବାରୁ ନ୍ୟୁଜ୍ ଓଡ଼ିଆ ଆଜି ଭଳି ଦିନରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ବହୁତ ଧନ୍ୟବାଦ। ଜଗନ୍ନାଥ ମହାପ୍ରଭୁ ଆପଣ ମଙ୍ଗଳ କରନ୍ତୁ, ଖୁସିରେ ରୁହନ୍ତୁ, ଆପଣ ସୁଖ ଶାନ୍ତିରେ ବାସ କରନ୍ତୁ। ଜୟ ଜଗନ୍ନାଥ।